गाड़ी नंबर तुम देखी जाओ गाड़ी नंबर कथला कुमार महापात्र तरतुआ ଆପଣ ଏଇ ପୁବୁସାହି ସେବା ସମବାୟ ସମିତିରେ ଧାନ ଦେବାକୁ ଆସିଥିଲେ କେମିତି ଧାନ ଦେବାରେ କ'ଣ ସୁବିଧା ଅସୁବିଧା ଅନୁଭବ କଲେ? ନାଇଁ ଆଜ୍ଞା କିଛି ଅସୁବିଧା ନାହିଁ ଏ ବର୍ଷ ସୁରୁଖୁରୁରେ ଚାଲିଛି କୌଣସି ଅସୁବିଧା ଆମର ହେଇନି ଆମର ବି ଯେତିକି ପଇସା ପାଇବା କଥା ଆମେ ଆର ବର୍ଷ ପାଇଥିଲୁ ଏ ବର୍ଷ ତ ଦେଇନୁ ଦେବୁ ଦେଲା ପରେ ତା ଯାହା ଆସିଥିଲେ କ'ଣ ପାଇଁ ଆସିଥିଲେ? ଧାନ ଦେବା ପାଇଁ ଆସିଥିଲି ଆଜ୍ଞା ଏବେ ଧାନ ଦେଇସାରିଲେଣି? ଧାନ ଦିଆ ହେଇନି ଓଜନ ହବ ଏଇନା। ପୂର୍ଣ୍ଣଚନ୍ଦ୍ର ସାହୁ ପୁବୁସାହି ସେବା ସମବାୟ ସମିତିର ମୁଁ ଜଣେ ଡାଇରେକ୍ଟର। କ'ଣ କହିବେ ଆପଣଙ୍କ ମଣ୍ଡିରେ ଧାନ କିଣା ବିକା ଦୁର୍ନୀତି ବୋଲି ଅଭିଯୋଗ ଆସୁଛି ସେ ବିଷୟରେ କ'ଣ କହିବେ? ସେଭଳି କଥା ଭିତ୍ତିହୀନ ଧାନ ଠିକ୍ ଚାଲିଛି ଲୋକ ସନ୍ତୁଷ୍ଟ ଅଛନ୍ତି କେତେକ ଅସନ୍ତୋଷ ଲୋକ ନାନା ବିବାଦିକ କଥା କହୁଛନ୍ତି ଯୋଉଥିପାଇଁ ଆମେ ଦୁଃଖିତ। ମୁଁ ସୈୟଦ ତକବୁଲ ଖାନ ସଭାପତି ପୁବୁସାହି ସେବା ସମବାୟ ସମିତିର। କ'ଣ କହିବେ ଆଜ୍ଞା ପ୍ରଥମ କଥା ମୁଁ ପ୍ରଥମେ ଆମର ଯେଉଁ ବିଜେପି ସରକାର ମୋହନ ବାବୁ ଆମର ଯେ ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଦେବି ସେ ଯାହା ହେଉ ଚଳିତ ବର୍ଷ ଚାଷୀମାନଙ୍କ ପାଇଁ ବହୁତ ଯେଉଁ ଧାନର MSP ବଢ଼େଇଛନ୍ତି ସେଥିପାଇଁ ମୁଁ ତାଙ୍କୁ ବହୁତ ଧନ୍ୟବାଦ ଓ ତାଙ୍କ ନିକଟରେ ମୁଁ କୃତଜ୍ଞତା ଜଣାଉଛି। ପ୍ରଥମ କଥା ଯେଉଁ କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ଆମ ବିରୁଦ୍ଧରେ ଆମ ସମ୍ପାଦକ ବିରୁଦ୍ଧରେ ଯେଉଁଭଳି ବାର୍ତ୍ତା ଦେଇଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଏଠାରେ ମଣ୍ଡିରେ କୌଣସି ପ୍ରକାର କରାଯାଉ ନାହିଁ କିନ୍ତୁ ଠିକ୍ ଚାଷୀ ଭାଇମାନେ ସେମାନେ ତାଙ୍କର ଧାନ ଦେଇକି ତାଙ୍କର ଠିକ୍ 3100 ଟଙ୍କା କୁଇଣ୍ଟାଲ ପ୍ରତି ସେମାନେ ତାଙ୍କର ସ୍କାନ୍ କରିକି ନେଉଛନ୍ତି। କିଏ ଅଭିଯୋଗ କରୁଛନ୍ତି? ଆମର ଏଠି ସ୍ଥାନୀୟ ଲୋକ ଜଣେ ଆମର ସତ୍ୟପ୍ରିୟ ଦାସ ବୋଲି ଜଣେ ସତ୍ୟନାରାୟଣ ଦାସ ବୋଲି ଜଣେ ସାମ୍ବାଦିକ ଭାଇ ଅଛନ୍ତି ସେ ଆମ ବିରୁଦ୍ଧରେ ଆମ ସଭାପତି ସୋସାଇଟିର ସମ୍ପାଦକ ବିରୁଦ୍ଧରେ ସେ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ କରୁଛନ୍ତି ବୋଲି ସେ ଆପଣ କ'ଣ କହିବେ? ନା ଏଠି ସେଭଳିଆ କୌଣସି ଦୁର୍ନୀତି କରାଯାଉନି। ଚାଷୀ ଭାଇମାନେ ଆସୁଛନ୍ତି ସେମାନଙ୍କର ଧାନ ଦେଉଛନ୍ତି ସେମାନେ ତାଙ୍କର ନିଜେ ଆସି ସ୍କାନ୍ କରିକି ତାଙ୍କର ସେ ଠିକ୍ ଯାଉଛନ୍ତି ସେଥିପାଇଁ ଚାଷୀ ଭାଇମାନେ ସମସ୍ତେ ଖୁସି ଅଛନ୍ତି। ବିକ୍ରମକେଶରୀ ବର୍ଜନା ମୁଁ ପୁବୁସାହି ସେବା ସମବାୟ ସମିତିର ଜଣେ ସଦସ୍ୟ। ଯେଉଁ ଅଭିଯୋଗ ଆସିଛି ଆପଣଙ୍କ ମଣ୍ଡିରେ ଧାନ କିଣା ବିକାରେ ଦୁର୍ନୀତି ହେଉଛି ଚାଷୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି ଆଜ୍ଞା କ'ଣ କହିବେ? ଏଠି ସବୁ ଠିକ୍ଠାକ୍ ଚାଲିଛି ଚାଷୀ ସୁରୁଖୁରୁରେ ଧାନ ଦେଉଛନ୍ତି ଉଚିତ ମୂଲ୍ୟ ବି ପାଉଛନ୍ତି ଯାହା ଅଭିଯୋଗ ଆସିଛି ସେ ସମ୍ପୂର୍ଣ୍ଣ ଭିତ୍ତିହୀନ ଆଉ କିଛି ଲୋକ ନିଜର ସ୍ୱାର୍ଥ ପାଇଁ ଏଇ ଜିନିଷ ବାହାରେ ଇଏ କରୁଛନ୍ତି।